ଯେ ଏଇ ଯୋଉ ସୋସିଆଲ ମିଡିଆରେ ସବୁ କହୁଛନ୍ତି ଯେ ତାଙ୍କ ଭିତରେ ପଡୁନି। ଆମେ ଏକାଠି ରହୁଥିଲୁ, ଗୋଟିଏ ରୁମ ରେ ରହୁଥିଲୁ, ମଜାମସ୍ତି ସବୁ ଚାଲୁଥିଲା। ତାପରେ ଗୋଟିଏ ଗାଡିରେ ବି ଯାଉଥିଲୁ। ଯେତେବେଳେ ଗାଡି କିଣା ହେଲା, ସେ ତ ଗାଡି ଚଲେଇ ଶିଖିନି, ତାର ତ ଗୋଟେ ଡ୍ରାଇଭର। ମୋ ରୁମ ରେ ମୁଁ, ବିଶାଲ, ମିଲୁ, ମୋ ଗାଡି ଯିଏ ଚଲାନ୍ତି ମୋ ପାଇଲଟ, 4 ଜଣ। ସିଏ ଏକା ରହୁଥିଲା, ଆମେ 5 ଜଣ ରହିଯାଉଥିଲୁ। କିନ୍ତୁ ଗୋଟେ ରୁମ ରେ ଯେତେବେଳେ 6 ଜଣ ବନ୍ଦୋବସ୍ତ ହେଇପାରିଲାନି, ସେଠୁ ରୁମ ସିଏ ତାର ଗୋଟେ ସେପାରେଟ ରୁମ, କିନ୍ତୁ ପାଖାପାଖି ରହୁଥିଲୁ। ତାପରେ ସେ ବାହା ହେଲା। ବାହା ହେଲା ପରେ ସିଏ କପୁଲ, ତା ରୁମ ପାଖରେ ବବୁଲ ପିକି ସିଏ କପୁଲ, ଆଉ ମୁଁ ତା ଭିତରେ ସିଙ୍ଗିଲ। ମତେ ଟିକେ ଖରାପ ଲାଗେ, ସେଥିପାଇଁ ସିଏ ତାଙ୍କର ପାଖାପାଖି ରହନ୍ତି, ମୁଁ ଟିକେ ଅଲଗା ଜାଗାରେ ରହେ। କିନ୍ତୁ ଆମ ଭିତରେ ସମ୍ପର୍କ ସବୁବେଳେ ଭଲ। ଆଉ ଏବେ କହ, ଚାଲିଛି। ତୁ ଅଭିନୟ ମତେ କରିବେ ବୋଲି ଭାବିଥିଲେ କି ନାଇଁ କ୍ୱେଶ୍ଚନ? ଅଭିନୟ କରିବି ବୋଲି ତ ଭାବିଥିଲି। ତୁ ମତେ କେବେ ଚିହ୍ନିଲୁ? ଆମର ଫାଷ୍ଟ ଗୋଟେ ବଢିଆ ଇଣ୍ଟରେଷ୍ଟିଂ କଥା ହଉଛି, ଭାଇକି ତ ମୁଁ ବଡ ଫ୍ୟାନ, କାରଣ ଆମ ଗାଁରେ ଯୋଉ ପାଖରେ ପଡିଥିଲା ଡିମିରିଆ ଗାଁର ହଉଛି ପାଟି, କେନ୍ଦ୍ରାପଡାର ବାବା ଆଉ ପଡିଥିଲା, ହଁ କେନ୍ଦ୍ରାପଡା ହରିଚନ୍ଦନପୁର। ନା ନା ଡିମିରିଆରେ ପଡିଥିଲା ଭାଇ, ଡିମିରିଆ ଆମ ଗାଁର ପାଖରେ। ମୋ ବାପା ଦେଇଥିଲେ ଦେଖିବା ପାଇଁ, ଦୈତାରୀ ପଣ୍ଡା ବାହା ହଉଛି। ଆସିକି କହିଲେ କଣ ଟୋକାଟା ହେଇଛି, ଦେହର ଟାଟ ଫଟ କାଟିଛି, ତୁ କଣ ଯାତ୍ରା ଯାଇନି ତ ଡିମିରିଆ ଯିବୁନି? ମୁଁ ଯାତ୍ରା ପ୍ରେମୀ, ସବୁଆଡେ ଯୁଆଡେ ପଡେ ଯାତ୍ରା ମୁଁ ଯିବି। ବାପା କହିଲେ ଯା, ମୁଁ ସାଇକେଲ ଟା ଧରିକି କଣ କେନ୍ଦ୍ରାପଡା ବାବା ବୋଧେ ଫାଷ୍ଟ ଦୈତାରୀ ପଣ୍ଡା ବାହାରୁ ପ୍ରସେସନ ଫସନ ହେଇକି ଆସନ୍ତି। ମୁଁ ଯିବି ଆଉ, ଗଲାବେଳକୁ କେନ୍ଦ୍ରାପଡା ବାବା ଇଏ ହାଫ ପ୍ୟାଣ୍ଟ ପିନ୍ଧି ଟୋପି ନାହିଁ, ବାହାରିଲା ଲୋକ ପାଗଳା ଘୋକା, ଇଏ ସେଇ ଝିଅ ତ। କିଏ ଟୋକା ଗୋଟେ ହେଇଛି, କଣ ଦେଖାଯାଉଛି? ମୁଁ ଯେତେବେଳେ ଦେଖା କରତେ ଯାଇପାରିଲିନି ଭିତରକୁ, ଡର ମାନେ ଦୈତାରୀ ନନା ଅଛନ୍ତି, ପ୍ରବଳ ଭୟ। ତାର ମାନେ ହଉ ଆଉ ଠିକ ଅଛି, ସେତେବେଳେ ଯାତ୍ରା ନିଶା ପଶ୍ଚିମ ଯାତ୍ରା ଯିବି। ସେତେବେଳେ ବୋଧେ ମୁଁ କରୁଥିଲି +2 ନା କଣ କି +2 ଫାର୍ଷ୍ଟ ଇୟର ବୋଧେ କରୁଥିଲି। ଭାଇ ଦେଖା ହେଇଥିଲା, ତାକୁ ଦେଖା କରିପାରିଲି। ତାପରେ ଚାଲିଲା 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 ଭିତରେ ବାଘା ଜ୍ୟୋତି ମୋ ପାର୍ଟି ଅଛି, ଭାଇ ପାର୍ଟି ପଡିଛି ସୂର୍ଯ୍ୟ ମନ୍ଦିର। ସେତେବେଳକୁ ଆମେ ଦେଖିବୁ ବୋଲି କେମିତି ଏଇ ବାଲେଶ୍ୱରରେ। ହଁ ବାଲେଶ୍ୱର, ଏଇଠି ବାହାନଗା ପାଖରେ ନା କଣ ଗୋଟେ କମ୍ପିଟିସନ ତାଙ୍କର ଆମର ଚାଲିଛି, ବାଘା ଜ୍ୟୋତିନି ଆଉ ସୂର୍ଯ୍ୟ ମନ୍ଦିର। ମୁଁ ଭାଇ ରୁମ ପାଖରେ, ମୁଁ ସେଇଠିକି ଯାଇଛି। ଆଉ ବ୍ରଜନନା ସେରିକା ଅଛନ୍ତି, ମତେ ପଚାରୁଛି କହିଲା କୋଉଠିକି ଯିବୁ ଆପରେ ଆର ବର୍ଷ? ମୁଁ ତୁଳସୀ। ନା କହିଲା କହିଲା ମୁଁ ଚୁଗୁଲି ହେଲା ଛୋଟ ଛୁଆ ଥିଲି, ଆଉ ଯାନା ଯାନା ଏଇ ସେଠି ଚଳିପାରିବୁନି, ଯାନା ଭାରି ରେଷ୍ଟ୍ରିକ୍ସନ ଏଠି, ନାଣ୍ଡୁ ମନା ଶୁଣିଛୁ ଭାରି, ଏ ଯାନା ଯାନା। ହଉ ମୁଁ ହଉ ପଳେଇଛି, ପଇସା ତ ଆଣିଛି, ଏଠି ଆଉ ଫେରେଇ ହବନି। ଗଲି ଆଉ ସେଠି ଗଲି, ମୁଁ ନା ମୁଁ ଚଳିଯିବି, ତୁ ବ୍ୟସ୍ତ ଆଉ ତାପରେ ମୁଁ କହିବି, ମୁଁ ତାକୁ କହୁଥିଲି ଯା ନା, ସେଠି ଚଳିପାରିବୁନୁ, ବହୁତ ଷ୍ଟ୍ରିକ୍ଟ। ମୁଁ ସୂର୍ଯ୍ୟ ମନ୍ଦିରରେ ଥାଏ। ତାପରେ ଦୈବ ଦୁର୍ଘଟଣା ହେତୁ ମୋର ସୂର୍ଯ୍ୟ ମନ୍ଦିରରେ ସେଇ ବର୍ଷ ପୁଣି ବଦଳିଲା। ମୁଁ ଆସିଲି ତୁଳସୀ। ହାତର ବେଣ୍ଡେଜ ବାନ୍ଧିକି ଆଇଛି, ମାନେ ଇଏ ମୋ ହାତ ଭାଙ୍ଗି ଯାଇଥାଏ। ମୁଁ ଆସିକି ପହଞ୍ଚିଲି ରିହର୍ସାଲ ଘରେ। ସିଏ ମତେ ଦେଖିକି ପ୍ରଥମେ ପଚାରିଲା, ଭାଇ ତୁ କହୁଥିଲୁ ଆସିବା ପାଇଁ, ନ ଆସିବା ପାଇଁ, ତୁ କଣ ସେଠି? ନା ତା ପୂର୍ବରୁ ଦେଖା ହେଇଥିଲା କୋଉଠି, ସ୍ୱପ୍ନବଲ ସୂର୍ଯ୍ୟ ମନ୍ଦିର ଏକାଠି ଥିଲା, ସେଠି ଯୋଉ ହେଇଥିଲା ରିହର୍ସାଲ, ତା ପାଠ ମୁଁ କରୁଥିଲି। ଆଉ ଭାଇ ଆସି ମତେ ଶିଖଉଥିଲା, ଏଇ ଡାଇଲଗ ଏଇଭଳିଆ କହିବୁ, ସେ ମଜା ବସିଛି। ତାପରେ ତୁଳସୀରେ ପଳେଇଲୁ, ମତେ ମାସେ ମନ୍ଦିର ପୁରେଇ ଦେଲେନି ତାଙ୍କ ରୁମର, ଏଇ ବିଶାଲ ଜଗିଥିଲା। ଦେଖିଆ କଣ ଚଳେନି କଣ କିଏ ଜାଣିନାହାନ୍ତି ନା, ମୁଁ ଖାଲି ଦୌଡି ତାଙ୍କ ରୁମ ପଳଉଥିଲି ଦୌଡିକି, ଖାଉନଥିଲି ପିନ୍ଧି ଯାଇ ତାଙ୍କ ରୁମ ସବୁବେଳେ। ଭାଇ ମୁଁ ରହିବି ତମ ରୁମର, ଆସିବି। ଭାଇ ମାସେ ପର୍ଯ୍ୟନ୍ତ ମୁଁ ତା ସହିତ ରହୁନଥିଲି, ଆଉ ମୋ ବସରେ ଯାଉଥିଲି, 2ଟା କ୍ୟାମ୍ପ ବସରେ ଯାଇଥିଲି। ତାପରେ 2 ମାସ 2ଟା କ୍ୟାମ୍ପ ପରେ ତ ଚାଲିଲା ଆଉ। ଜ୍ୟୋତିଷର ସବୁଠୁ ବଡ ପ୍ଲସ ପଏଣ୍ଟ ହଉଛି ସୁନ୍ଦର ମଣିଷଟିଏ। ମୁଁ ତାକୁ ଏଇଥିପାଇଁ ନା ସତ କଥା, ମୁଁ ତାକୁ ଏଇଥିପାଇଁ ଭଲ ପାଏ ଯେ ସେ ଗୋଟେ ଭଲ, ପ୍ରଥମେ ଭଲ ମଣିଷଟିଏ। କଳାକାର ତିଆରି ହୁଅନ୍ତି, ସେ ତିଆରି ହେଇ ହେଇ ଚାଲିଛି। ଯେତେ ଦିନ ସେ ଆକ୍ଟିଂ କରୁଛି, ପ୍ରତ୍ୟେକ ଦିନ ତାର ନୂଆ ଚେଷ୍ଟା, ତାର ନୂଆ ପରିଶ୍ରମ ତାକୁ ନୂଆ ରାସ୍ତାରେ ନେଇ ଚାଲିଛି। କିନ୍ତୁ ସବୁ ପରେ ଭଲ ମଣିଷ, ଭଲ ଖୋଲା ହୃଦୟର ପିଲା, ଯାହା କହେ ମୁହଁରେ କହେ। ଆଉ ତାର ସବୁଠୁ ବଡ ମାଇନସ ପଏଣ୍ଟ ହଉଛି, ତାକୁ ସବୁ ଚଳିବ, ତାର ଭାଇ ବିରୁଦ୍ଧରେ କେହି କହିଲେ ସେ ଚଳିବ ନାହିଁ। ମହାନ ଟିଙ୍ଗା, ମୁଁ ଟିଙ୍ଗା ମାନେ କଣ, ସର୍ଟ ଟେମ୍ପର 5 ମିନିଟ୍ ପାଇଁ। ମତେ 5 ମିନିଟ୍ ଯେ ସମ୍ଭାଳିଲା, ମୁଁ 5 ବର୍ଷ ସମ୍ଭାଳିବି। ଆଉ 5 ମିନିଟ୍ ନ ସମ୍ଭାଳିଲା, 2 ମିନିଟ୍ ସମ୍ପର୍କ କାଟିବି। ମୋ ନୀତି ସେଇଆ, ସତ କଥା। ଆଉ ଯୋଉ ମୁଁ ସବୁଠି କୁହେ, ସେଇଥିପାଇଁ ସେ ଲୋକ ଛୁଆଟିକୁ ମୁଁ ବହୁତ ଭଲ ପାଏ। ବବୁଲା ହେଇଛି, ବବୁଲା ବଇଛି, ପଡୋଶୀ ଘର ଆମର, କାଲି ଡାକି ଖାଇବାକୁ ସିଏ ତ ଦେଇଛି। ସବୁବେଳେ ତା ସାଙ୍ଗରେ ବ୍ଲଗିଂ ଚାଲିଛି ବ୍ଲଗିଂ, ଆଉ ସିଏ ଚାଲିଛି ଶିଖି ପଡକାଷ୍ଟ ପାରିବନି ଆମ ପଟରୁ କହିବ ଗୋଟେ ବିନ୍ଦାସ ଚାଲିଛି ଆଉ। ତୁଳସୀ ଟୁ ସୂର୍ଯ୍ୟ ମନ୍ଦିର, ସୂର୍ଯ୍ୟ ସିଂହ ବାହିନୀ ମୋ ସାଙ୍ଗରେ, ତୁଳସୀରୁ ସୂର୍ଯ୍ୟ ମନ୍ଦିର, ସୂର୍ଯ୍ୟ ମନ୍ଦିରରୁ ସିଂହ ବାହିନୀ, ମୋ ବିନା 6 ମାସ ଚଳିଲୁ, ବୁଝିପାରିଲୁ? ଏଇସବୁ ଭିତରେ ମୋ ସାଙ୍ଗେ ଚଳିବା କେମିତି ଲାଗିଲା? ଆମେ ଖୋଲା କଥା, ଚଳିବାଟା ଅଲଗା ପ୍ରକାର, ଆମ ସମ୍ପର୍କ ଗୋଟେ ଅଲଗା।
ଆଉ 6 ମାସଟା ଆମେ ଜାଣିଛୁ କେମିତି ଫିଲ୍ ହେଇଥିଲା ମତେ କାରଣ ଗୋଟେ ବଣ୍ଡିଙ୍ଗଟା ସେଇଭଳିଆ ଆମର ଅଛି ଲୋକ ଯୋଉ ଭାବନ୍ତି ଯେ ତାର ପ୍ରତ୍ୟେକ ଦିନ ତାର ଅବଜେକ୍ସନ ବାବୁଙ୍କ ପାଖରେ ଯେ ଭାଇ ଆସିନି ଭାଇ ଆସିନି ହଁ, ମୁଁ ତାକୁ ଫୋନ କରି ବାବୁଙ୍କ ମୁଣ୍ଡରେ ସେଗୁଡା ପୁରାନା ମୁଁ ଟିକେ ବର୍ଷେ ପାଇଁ ଘରେ ଅଛି ମୁଁ ବେଶୀ ପୁରା ମତେ ଲାଷ୍ଟୁ ଦୀପକ ସାର୍ କହିଲେ ଗୋଟେ ପ୍ଲାନ୍ ପକେଇଲେ ଭାଇ ତୁ ପାରୁନୁ ନା କଣ ଏକା ପାରିବୁ କାହିଁ ବାବୁ ମୁଣ୍ଡ ଉପରୁ ସେ ଯୋଉ ଜିଦିଆ ଲୋକ ଯାତ୍ରା ପାତ୍ରା ବନ୍ଦ କରିଦବ ଚାଲୁ 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 ମୁଁ ପ୍ରତ୍ୟେକ ଦିନ କୁହେ ଆସିବ ନା ଭାଇ ତେଣୁ ଆମ ଭଲ ପାଇବା ସେମିତି ଏଇ ଯୋଉ କଣ୍ଟ୍ରୋଭର୍ସି ହେଇଥିଲା ସେ ଭିତରେ ଆମେ ଜାଣିଛୁ ସେ ପରିସ୍ଥିତି ସବୁ କହିବେ କହିବେ ଭାଇ ଯୋଉ ଗଲା ତମେ କାହିଁ କିଛି ମୋ ଖୋଲି କହିଲନି ଆମ ମନା କରିଥିଲା ଆମେ କହିଲେ ତ ବହୁତ କଥା କହିଦେବି ସେଗୁଡା କିଛି କହିବାର ନାହିଁ ଆମ ଭିତରେ ବଣ୍ଡିଙ୍ଗ ଟିକେ ଅଲଗା ପ୍ରକାର ଆଉ ଏବେ ନୁହଁ କେବେ ନୁହଁ ଭିଡିଓ ବିଷୟରେ କିଛି କୁହ ଏବେ ନୁହଁ କି କେବେ ନୁହଁ ସେ ଭିଡିଓ କହିଥିଲା ସିଏ ଯୋଉ ରୀଳା ହେଇଛି ସେ ସମୟରେ ସେ ଭୁଲ ମାନେ ସମୟ ଖରାପ ଥିଲେ ସେ ହୁଏ ସେ କଥା ନୁହେଁ ଆମ ଯେତେବେଳେ ସମୟ ଖରାପ ଥିବ ସେ ଆପେ ଟାଣିବ ସେ ଜାଗାକୁ ଆମ କଣ ଜାଣିକି ବହୁତ ଥର କହିଲେ ଯେ କ୍ଷିତିଛି ଶିଖେଇ ନେଇଗଲା ଭାଇ କି ଶିଖେଇ କିଏ ନେଇଯିବ ଶିଖେଇ କଣ ମୁଁ ଛୋଟ ଛୋଟ ଛୁଆ ଛୁଆ ଶିଖେଇ ନେଇଯିବ। ନିଜ ଇଚ୍ଛା ହଁ ସବୁ ନିଜ ଇଚ୍ଛାରେ କରେ ଆଉ ଆମର ଗୋଟେ ଭଲ ପାଇବାରେ ସମସ୍ତେ ଭଲ ହଁ ବନ୍ଧା ହେଇଛନ୍ତି କେହି କାହାକୁ ସେ ମୁଁ ରାଗରେ କହିଦେବି ମୁଁ ବହୁତ ଥର ଏଥର କହିଦେଇଛି ମୁଁ ରହିବିନି ମୁଁ ଆମ ବାବୁଙ୍କ ଥର କହିଦେଇଛି ମୁଁ ଭାଇ ଉପରୁ ଅଲଗା ହେଇଯିବି କିନ୍ତୁ ସେ ତାପରେ ମୁଁ କେମିତି ରହିବି ସବୁ ଲୋକ ପଚାରୁଛନ୍ତି ଇଏ ହଉଛନ୍ତି କଣ ସିଏ କରିବି କୁଆଡେ ଯିବ ଆମେ ରଶ୍ମିର ମୋର କଥା ହଉଛୁ ମତେ ରଶ୍ମି 10 ଥର ପଚାରିଲେଣି ତୁ କହିଦଉଛ ବଡ ବଡ ଫୁଟାଳିଆ କଣ ଛାଡିକି ରହିପାରିବ ସତ କଥା କିନ୍ତୁ ସବୁ ପରେ ବି ଦାନା ପାଣି କଥା କାହାର କୋଉଠି ଲେଖା ହେଇଛି କେହି ଜାଣିନାହାନ୍ତି ଆଜି ମୁଁ ଅନୁଭବ କରିଛି ଯେ ତୋ ଭିତରେ ସେତିକି ଦକ୍ଷତା ଆସିଲାଣି ତୁ ଗୋଟେ ପାର୍ଟିର ମେଜର ଭିଲିଆନ ଜାଗା ବି ନା ନା ମୁଁ କହିଛି ସବୁଆଡେ ମୁଁ ଯୋଉଦିନ ଭାଇ ବିଦା କରିଦବ ମୁଁ ପଳେଇବି ଭାଇ କୁଆଡେ ଯିବୁ? ଯୋଉଠିକି ଯିବି ଯୋଉଦିନ ଯିବା ଏକାଥରେ ଯାତ୍ରା ଛାଡିଦବା ନା ପଳେଇବା ଯୋଉଦିନ ମୁଁ ଯିବି ଯେ ଅଲଗା ପାଟିକି ତୁ ଯାହା ପାରିବୁ ସେଇଟା ଅନୁଷ୍ଠାନ ଭଲ ହେଇଥିବ ମୁଁ ସେଠି ପଳେଇବି ଏବେ ବି ପାରିବୁ ହଁ ଆଉ ନା, ପାରିବୁନୁ ତୋ ପାଟ କଣ ଆଜି ଆଉ କିଏ ନା କରୁଛି? ସେଇ କଥା ଗୋଟେ ଚାଲିଛି ଖୁସିର ଗୋଟେ ବିନ୍ଦାସ ଆମ ବଣ୍ଡିଙ୍ଗ ଗୋଟେ ଭଲ ଲୋକ ବହୁତ କଥା କହିବେ କୁହନ୍ତୁ ଯାହା ବି ହେଲେ ଗୋଟେ ହିରୋ ଦରକାର villain କାନ୍ଧଟା ଦରକାର। ମଜବୁତ ହବା ପାଇଁ କିଛି ଦିନ ହଁ। ସମୟ ଲାଗେ ହଁ ଏବଂ ଏହା ଭିତରେ ସେ ତା କାନ୍ଧ ମଜବୁତ କରି ସାରିଛି ଆଉ ସବୁବେଳେ ହିରୋ ଗୋଟେ ଭିଲିଆନ ଦରକାର ଆଉ ହଁ। କାହିଁ ଆସିକି କରିବି ଆମ କାହିଁ ନବୁନି ନା ହିରୋ ବି କରିବୁ ଭିଲିଆନ ବି ହଁ କରିବୁ ଏବେ ହିରୋ ବି କରିବି ଭିଲିଆନ କରିବି ଖୁବ ଶୀଘ୍ର ଚାଲିଛି ମୁଁ ଟିକେ ଫିଲ୍ ଦେଇକି ସେଇଥିପାଇଁ କଥା କହୁଛି ହଁ କହୁଛି ଚାଲିଛି ହିରୋ ଆଉ। ବି କରିବୁ ଭିଲିଆନ ବି କରିବୁ ଖାଲି ଭିଲିଆନ କାହିଁ କରିବୁ ହଁ ଏସବୁ ଘଟଣା ଚାଲିଛି ଆଉ ଚାଲିଛି ମୋ ମନରେ ବି ସେମିତି ଗୋଟେ ଧାରଣା ଥିଲା ଯେ ମୁଁ ହିରୋ କରିପାରିବିନି କିନ୍ତୁ ନା, ଏତେ ସତ ପୁଣି କଥା। କରୁ କରୁ କରୁଛି ନା ନାଇଁ? ମୁଁ ମା କହିଲି ସମସ୍ତଙ୍କୁ ଭଲ ନ କରି ପାରିଲେ ବି କରୁଛି ମୁଁ ନା କହିଛି ନା ଭଲ ନୁହେଁ ମୁଁ ସମସ୍ତଙ୍କୁ କହିଛି ଯୋଉ ଲୋକ କୁହନ୍ତି ଗୋଟେ କହୁଛନ୍ତି ଯୋଉ ଭାଇରାଲ 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 ବର୍ଷେ ପାଇଁ 3 ମାସ ପାଇଁ ଗୋଟେ ଘଟଣା ଯାହା ହୁଏ ନବୀନ ପଟ୍ଟନାୟକ କିଛି କାମ କରୁନଥିଲେ 25 ଲୋକ ଭଲ ପାଉଥିଲେ ସେ ଗୋଟେ ଅଛି ଗୋଟେ ଛାପ ଅଛି ଆଉ ସେଇଭଳିଆ ଏଡା ନାଟକ ମୁଁ ନିଜେ ଫିଲ୍ କରିଛି ମୁଁ ନିଜେ ଦେଖିଛି ପାଟ ମୁଁ ଆସି ଛପିକି ସେ ମା ଆସିନି ବାପା ଆସିନି ଗଳିକି ଦେଖୁଥିଲି ମୁଁ ରିଏଲସେଲ ଏତେ ଟାଇମ ଦଉନଥିଲି ବୁଲାବୁଲି ଲାପଡା କରେ ଫାଇନାଲ ଦିନ ମୁଁ ଦେଖିଛି ତାପରେ ସିନ୍ ଗୁଡା ସବୁ ପିଲା ରେକର୍ଡିଂ କରି ମତେ ପଠେଇଲେ ମୁଁ ଦେଖିଛି ଯିଏ ଦେଖିବ ଆସି ଜାଣିବ ଯାତ୍ରା ମାନେ କଣ ଆଗରୁ ଲୋକ ଚାହୁଁଛନ୍ତି କାନ୍ଦିକି ଗଡିଯିବା ଇଏ କରିବା ସେ କରିବା ଆମର ଗୋଟେ ନୂଆ ଷ୍ଟାଇଲ କରୁ ଆମର ଟିକେ ଆର୍ଟିଫିସିଆଲ କଥାବାର୍ତ୍ତା ହବନି ଆମେ ସବୁ ସେ ଭାଇ ଆମକୁ ଆଇଲେ ଯେମିତି ଫିଲ୍ମ ସିରିଏଲ କଥାବାର୍ତ୍ତା କରେ ଆମେ ସେମିତି କଥାବାର୍ତ୍ତା କରିବାକୁ ଚେଷ୍ଟା କରୁ ଘରେ ଯେମିତି କଥା ହଉଛନ୍ତି ଯେହେତୁ ସାଉଣ୍ଡ ଭଲ ହେଇଗଲାଣି ଆମ ପାଖରେ ଭଲ ଇଏ ଅଛି ସେଇଥିପାଇଁ ଆମେ ସେ ଯୋଉ ମାନେ ପୁରା ଯାତ୍ରା ନୁହେଁ ଯାତ୍ରା ଫିଲ୍ମ ମିଶିକି କରାହଉଛି ଅବିକା ଟିକେ ପୋଡକାଷ୍ଟ ଇଆଡେ ବୁଲେଇ ଦବା ଆମେ ତ ତୁଳସୀରେ 2 ବର୍ଷ ଚଳିଲେ ତାପରେ ସୂର୍ଯ୍ୟ ମନ୍ଦିର ଆସିଲେ ଆମ ସାଙ୍ଗରେ ଛୁଳିକି ଆପଣଙ୍କୁ କେମିତି ଲାଗୁଛି ନାଇଁ ମୁଁ ପ୍ରଥମ କଥା କହୁଛି ଭାଇ ଯେମିତି ସେ କହିଲା ବର୍ତ୍ତମାନ କହିବେ ଯାଜପୁର ପଟରୁ ସୁଭାଶିଷ ପ୍ରଥମେ ଯେତେବେଳେ ଭାଇ ସହିତ ଦେଖା ହେଲା ଡଲାର ତ ଏଇଠି ଅଛି ମୁଁ ଯେମିତି ସିଏ ଯାଇଥିଲା ଦେଖିବା ପାଇଁ ମୁଁ ସେମିତି ଯାଇଥିଲି ନା ସେତେବେଳେ ହଉଥିଲା କେନ୍ଦ୍ରାପଡା ଭବାନୀ ଆଉ ଗୋଟେ ନାଗା ଗୋଟେ ବାନ୍ଧୁଥିଲ ଇଏ ମାଇଚିଆ ଗୋଖେଇ ମାଇଚିଆ ଗୋଖେଇ ଥାଉ ଭାଇ ଏମିତି ଗୋଟେ କଡି ଗୋଟେ ନାଗ ହେଇଥିବ ଏମିତି ବାନ୍ଧିଥିବ ସବୁ ବଳା ଏତେ ବଳା ପିନ୍ଧିଥିବ ମାନେ ରୁଦ୍ରାଙ୍କ ସହିତ ଯାଇଥିଲି ରୁଦ୍ରାଇ ମୋ ଫଟୋ ହଁ ମୁଁ ଯାଇକି ଦେଖା ହେଇଥିଲି ତାପରେ ଆଉ ଥରେ ଆମ ଗାଁ ପାଖରେ ଗୋଟେ ପ୍ରୋଗ୍ରାମ ହେଇଥିଲା କାନାଇ ଭାଇଗିରିଆ ସବୁ ଆସିଥିଲେ ସେଠି ଦେଖା ହେଇଥିଲା ମୁଁ ସେଥିରେ କହିଥିଲି ତପସ୍ୟାରେ ଶିଖୁଥିଲି କିନ୍ତୁ ଜାଣିନଥିଲି ଯେ ସାଙ୍ଗ ହେଇକି କେବେ କାମ କରିବି ଯେତେବେଳେ ମୁଁ ବଙ୍କିମ ସାର୍ 2 ଥର 3 ଥର କଥା ହେଇଥିଲେ ମତେ ଯିବି ବୋଲି କିନ୍ତୁ ଯାଇପାରୁନଥିଲି ସେଇ ଟାଇମରେ ଫାଇନାଲ ହେଇଥିଲା ମୁଁ ଯିବି କିନ୍ତୁ ଜାଣିନଥିଲି ଯେ ଭାଇ ଆସିବେ କହିଥିଲେ ସୂର୍ଯ୍ୟ ମନ୍ଦିରରେ ତୁ ରହିବୁ କିଏ କଳାକାର କେହି କହିନଥିଲେ ତା 2-3 ମାସ ପରେ ଭାଇ ରହିବେ ବୋଲି ସାର୍ କହିଲେ ନା ପିୟୁଷ କରିବା ସମସ୍ତେ ଆସିବେ ଆଉ ଭଲ କଥା ଭାଇଙ୍କ ସହିତ କାମ କରିବା ସୁଯୋଗ ମିଳିବ ତାପରେ ଭାଇ ଥରେ ମତେ ଫୋନ କଲେ ତାଙ୍କ ନିଜ ତରଫରୁ ଫୋନ କଲେ ନା ଯେ ସୁଟିଂ ଯଦି ହବ ଟିକେ ଟାଇମ ଦବ ବାବା ମୁଁ ନିଶ୍ଚୟ ଦେବି ମୁଁ ତ ଫ୍ରି ଅଛି ନିଶ୍ଚୟ ଦେବି ତାପରେ ଯାଇକି ରହିଲୁ ନାଟକ ବବୁ ବିଶାଳ ମତେ ପଚାରୁଛି ବବୁଲ ଏଇଟା ଭଲ ପିଲାଟି ବବୁଲ ଏଇଟା ଭଲ ପିଲା ସେ ବବୁଲ ଭଲ ପିଲାଟି କଣ କି
ଆମ ସହିତ ମିଶିବୁ ଆମେ ସାଇଜ କରିଦବା ଆଉ ମତେ ବା କହିଛି ଉତ୍ତର ଯଦି ନମସ୍ତେ ମାର୍ଥନ ଧରି ମତେ କହିଛୁ ମତେ କହିଲା ମାଷ୍ଟର କାମ ମତେ ଦସ୍ତ ପଚାରିଛି ଭାଇ ବବୁଲ ସହିତ ମିଶ ମୁଁ ନା କଥା ହେଇଛ ଭଲ ପିଲାଟି ମିଶୁ ନା ଦେଖିଲୁ ନା କିଏ ଦେଖେଇଲା ମତେ କିଏ ବବୁଲ ଟିକେ ଦେଖେଇଲା ଦେଖେଇଲା ମତେ ପୋଲିସ ଡ୍ରେସ କିଏ ଓଡିଶା ଦେଖିବା ମୁଁ ତ ଦେଖିଲି ସେ ଆମର ମିଶିବ ହଁ ମିଶିବ ସାଇଜ କରିଦବା ଆଉ କହିଯିବ ଆଉ ଗୋଟେ କ୍ଷିତି ସେଇ କଥା କହୁଛି କ୍ଷିତି ସେଇ କଥା କହୁଛି ଏଟା ଭାଇ କଥା ମୁଁ ସେ କଥା ଛୁଆକୁ ଥିଲା। ଦେଖିଥିଲି ଜାଣିଥିଲି ବାକି ଟିଟନ ସାର୍ଙ୍କୁ ପଚାରିଲି ସାର୍ ବବୁଲ ଅଛି ନା ବଢିଆ ତାପରେ ତ ରହିଲୁ ଯେହେତୁ ମନ ପ୍ରଥମେ ମିଶିବା ଦରକାର ଆଉ ମୁଁ ତାଙ୍କୁ ସେତିକି ସମ୍ମାନ ଦେଲେ ସେ ମତେ ସେତିକି ସ୍ନେହ କରିବେ ଯଦି ମୁଁ ତାଙ୍କ ମନରେ ସମ୍ମାନ ଦେବିନି ସେ କାହିଁ ମତେ ସ୍ନେହ କରିବେ ସେଇଟା ମୁଖ୍ୟ କଥା ତାପରେ କ୍ଷିତି ଭାଇ ସହିତ କଥା ଗଲା କ୍ଷିତି ସେଇ କଥା କହୁଛି ଯେତେବେଳେ ମୁଁ ତପସ୍ୟା ପ୍ରଥମ ମୁଁ ଥିଲି ତପସ୍ୟାରେ ତାପରେ ଆସିଲି ଇଷ୍ଟର୍ଣ୍ଣ ରେଡରେ ଟାଇଙ୍କ ଦ୍ୱାରା ରହିଲି କିନ୍ତୁ କ୍ଷିତି ସେଇ ବର୍ଷ ଯାଇଥିଲା ତପସ୍ୟା କିଛି ଦିନ ପାଇଁ ଯାଇଛି ମୁଁ ଇଷ୍ଟର୍ଣ୍ଣ ରେଡରେ ଯାଇକି ସେତେବେଳେ ପାର୍ଟ କଲିଣି ଇଏ ଯାଇଥିଲା ବୁଲିବାକୁ କ୍ଷିତି ସନ୍ଦୀପ ଭାଇ ଏମିତି 2-3 ଜଣ ସବୁ ନା ଭାଇ ତମେ ତପସ୍ୟାରେ ଥିଲ ମୁଁ ହଁ ତପସ୍ୟାରେ ଥିଲି ସିଏ ମତେ ଜୁଆର ମୁଁ ନା ମୁଁ ସାନ ମୁଁ ସେତେବେଳେ ହେଇଥିଲା ମତେ 18 ବର୍ଷ ହେଇଥିଲା ମୁଁ ଜୁଆର ନା ଭାଇ ତମ ମୋଠୁ ବଡ ମୁଁ ଜୁଆର ମୁଁ ତା ପୂର୍ବ ବର୍ଷ ହେଇଥିଲି ସେଇଠୁ ତାପରେ ସେ ଇନଷ୍ଟାଗ୍ରାମରେ ମେସେଜ କରେ ଆଉ ଭାଇ କେମିତି ଅଛନ୍ତି ଭାଇ ଭାଇ କେମିତି ଆପଣଙ୍କ ଦରମା କେତେ କେମିତି ଅଛନ୍ତି ସେତେବେଳେ ଦରମା ମୋର 70,000 ଟଙ୍କା ମାନେ ବର୍ଷକୁ 70,000 କାହିଁକି ନା ଦରମା ଏଇଥିପାଇଁ କୁହାଯାଏନି ଯଦି ମୁଁ ଯଦି କହିବି 70,000 ସିଏ କହିବେ ଏତେ କମ ଦରମା ପାଉଛନ୍ତି ଯଦି ମୁଁ ସେଇଟା ଅଧିକ କହିବି ମିଛ କଥା କହୁଛନ୍ତି ଦରକାର ନାହିଁ କିଛି ଦରମା କଥା ସିନା କହିନି ସେତେବେଳେ ଭାଇ ଆପଣ ତମେ ଏମିତି ଡାକୁଥିଲା ତାପରେ ଯେତେବେଳେ ସୂର୍ଯ୍ୟ ମନ୍ଦିର ଗଲା ନା ସୂର୍ଯ୍ୟ ମନ୍ଦିର ଯେତେବେଳେ ଗଲା ସେତେବେଳେ ଫୋନ କରନ୍ତି ଭାଇ ଆଜି ଦେଖ ମୁଁ ଜିମ୍ କରୁଛି ଇଏ କରୁଛି କୋରୋନାରେ ଜିମ୍ କରୁଛି ଏମିତି ପ୍ରିପେୟାର ହଉଛି ଏମିତି କଥା ହଉଥିଲା ତାପରେ ତୁଳସୀ ଗଲା ଆଉ ତୁଳସୀରେ ଯେତେବେଳେ ନା ହେଲା ଥରେ ତାର ଏମିତି କଣ ଜନ୍ମଦିନ ଗୋଟେ ଫଟୋ ଆଇଲା ମୁଁ ସେଇଠୁ ଯୋଉ ମେସେଞ୍ଜରରେ ମେସେଜ କଲି ହାପି ବର୍ଥଡେ ଭାଇ ଭଲ ଅଛ ଆଉ ଦେଖିଲାନି କି ଆଉ କଥା ହେଇନଥିଲି ତାପରେ ସୂର୍ଯ୍ୟ ମନ୍ଦିର ସୂର୍ଯ୍ୟ ମନ୍ଦିର ଆଇଲା ତାପରେ କଥା ହେଲା ମିଶିଲୁ ଭାଇ କହିଲା ଶୁଣେ ପିଙ୍କି ବାହା ମୋ କବଳ ଲାଗିଥିଲା ମୋ ଛୁଆଟା ଆସୁଛି ଭାଇ କହିଲା ଯାତ୍ରାରୁ ଭାଇ ଏଟା ଭଲ ପିଲା ସତ କଥା ମୁଁ ରାଗିଥିବି ଆମେ କଥା ହଉ ଟିଟନ ଦ୍ୱାରା ଆମେ ତୋ କଥା ହଉ ସାର୍ ବବୁଲଟା କଣ ବାହା କହିଲା ସେଟା ଭଲ ପିଲାଟା ଆସୁଛୁ କଣ ଯାତ୍ରା ବାହା ତାଙ୍କ ଘର ରାଜି ଭଲ ପିଲାଟା ନାଇଁ ଆମ ଘରେ କହିଲେ ବାହା ହେଇଯିବାକୁ ସେଥିପାଇଁ ଘର ଯୋଉ ହାଣ୍ଡରେ ଚାଉଳ ପଡିଥିବ ଯେବେ ପଡିଥିବ ସେବେ ହିଁ ରନ୍ଧା ଆଉ ଯୋଉ ଏଇ ଗୋଟେ ଏଡା ନାଟକରେ ବଢିଆ ଡାଇଲଗ ଗୋଟେ ଅଛି କ୍ଷିତି ସାହି ବି ତା ଏଥିରେ କହିଛି ଚାଟିଂ ଯିଏ ଯେତେ ଚାଟିଂ ଖର୍ଚ୍ଚ କର ଯିଏ ଯେତେ ଡେଟିଂ ଖର୍ଚ୍ଚ କର କିନ୍ତୁ ସେଟିଂ ଉପର ବାଲା ହିଁ करता है ଠିକ କଥା ଚାଲିଛି ନିଶ୍ଚୟ ମଜା ମସ୍ତି ଗୋଟେ ଚାଲିଛି ଆମର ସବୁବେଳେ ଆମେ ବିନ୍ଦାସ ଆମ ପେଣ୍ଟିଂ ଗୋଟେ ଘୋଘା ଆଉ ତେଣୁ ଏ 2 ଜଣ ଏ ପାଟରେ ସେଟିଂ ମୁଁ ଚନ୍ଦନ ସେଠି କଟିଂ ହେଇଯାଇଛି ନାଇଁ ସମସ୍ତେ ଭଲ ଅଛି କିଛି ନାହିଁ ଘୋଘା ଆଉ ଗୋଟେ ମଜା କଥା ଶୁଣ ପାର୍ଟି ପଡିଥାଏ ସେ ଯୋଉ କୋଉ ଟାଇମରେ ଆସିଲୁ ଯୋଉ ତୁ କହିଲୁ ଯେ ମୁଁ ସେ ରୁମରେ ରହିବିନି ଦେବଗଡରେ ପାର୍ଟି ପଡିଛି ସେଠି ଆସିଲା ଦେବଗଡ କଣ ଏଠି ନା ଅନୁଗୁଳ ସେ ଯୋଉ ନା ଦେବଗଡ ସେଠୁ ମୁଁ ଗାଡି ନେଇକି ଫେରୁଛି ରାସ୍ତାରେ ମତେ ଫୋନ କଲା ମୁଁ ଏ ରୁମରେ ରହିବିନି ମତେ ଅସୁବିଧା ହଉଛି ଆସେ କହିଲେ ସେମିତି ହନା କଣ ହେଇଛି ଦାଦା ବୁଝେଇବା ଯେ ତୁ ବେଡିଂ ନେଇକି ଆ ମୋ ରୁମରେ ରହିଲୁ ତାଙ୍କ ସେଇଦିନଠୁ ସେ ମୋ ସାଙ୍ଗେ ରହିଲା ମୋ ଗାଡିରେ ଗଲା ସବୁ ଚାଲିଲା କିନ୍ତୁ ମନ ଭିତରେ ଭୟ ଛାଡିନି ବାବୁ କୋର୍ଟ ମ୍ୟାରେଜ କରିବେ କୋର୍ଟ ମ୍ୟାରେଜ କରିବାକୁ ସେ ଯିବ ସେ ମତେ କହିପାରୁନି ଯେ ମୁଁ କୋର୍ଟ ମ୍ୟାରେଜ କରିବା ପାଇଁ ଯାଉଛି ଭାଇ ଶୋଇଲା ପରେ ଗଲା ମୁଁ ଶୋଇଲି ସିଏ ଲୁଚିକି ଗଲା ଯୋଉ ପିଲା ସାଙ୍ଗରେ ଗଲା ସିଏ ବି ମତେ ଡରିକି କହିପାରୁନାହାନ୍ତି ସିଏ ମତେ କହିଲା ବେଳକୁ ସେତେବେଳକୁ ମାସେ ହେଇଗଲାଣି ମାସେ ହେଇଗଲା ମୁଁ ପରେ ଜାଣିଲି ସେଠୁ 15 ଦିନ କି ମାସେ ପରେ ସେଠୁ ମୋ ତରଫରୁ ପଚାରିଲି ମୁଁ କହିଲି ତୁ କୋର୍ଟ ମ୍ୟାରେଜ କରିଛୁ କି ରେ କାହିଁ ନାଇଁ ତ କିଏ କହିଲା ମତେ ଗାଲୁ ପେଲିଲା ଆଉ ମତେ ଧୀରେ ଧୀରେ ହଁ ଇଏ କହିଲା ଶୋଭିନ କହିଲା ବିଶାଳ କଥା ମୁଁ କହିଦେଇଥିଲି ବିଶାଳ କଥା କହିଦେଇଥିଲି ମତେ ପ୍ରଥମେ 2-3 ଖଣ୍ଡେ ଗାଲୁ ପେଲିଲା ମୁଁ କହିଲି ଏଇ ତୁ ଯାଇଛୁ ଏଇ ପିଲା ସାଙ୍ଗରେ ଯାଇନୁ ତମେ ଇଏ ସବୁ ମିଶିକି ଯାଇନ ସେନା ମୁଁ ଆଉ କହିନି ଆଉ ହଁ
ମାନେ ମୁଁ ଶୋଇକି ଉଠିବା ଭିତରେ ସେ କାମ ସାରିକି ଫେରିବ ସେ ଯୋଉ ରଫତାରରେ ଯାଇଛି। ସେ କହିଲା ମୁଁ ଭାଇ ମତେ ମନା କରୁଥିଲା ଜମା ସେ କଣ ଜାଣିନଥିଲା ନା କାଳେ କଣ ହବ ହଁ। ଭବିଷ୍ୟତ ଛୁଆ ଡିସିଜନ ମୁଁ କହିଲି ନେଇଯାଉଛି ନୂଆ ହେଇଛି ଅବିକା କୋର୍ଟ ମ୍ୟାରେଜ କରିବ ତାପରେ ବାହା ହେଇଯିବ କର୍ମ ପ୍ରତି ତାର ମତେ କହୁଥିଲା ହଁ ମତେ କହୁଥିଲା କାଇଁ ବାହା କରୁଛ ଜଲ୍ଦି। ମୁଁ ମୁଁ କହିଲି କହିଲି ମୁଁ କହିଲି ଭାଇ କେତେବେଳେ କହିବି ମାନେ ଆଉ ଛାଡିବନି ମତେ ମୁଁ କହିଲି ମୁଁ ତା ପଳେଇଲି ସେତେବେଳକୁ କଣ ତା ଦେହରେ ଗୋଟେ ସ୍ପିରିଟ ଥାଏ ଏବେ ବି ସ୍ପିରିଟ ଅଛି ସେତେବେଳେ ଯୋଉ ନୂଆ ନୂଆ ସବୁବେଳେ ହସୁଥବ ବୁଲୁଥବ କୋଉଠି ବସିବ ହଉଥାଉ ମତେ ଭଲ ଲାଗେ ମୁଁ କହିଲି କଣ ହଠାତ୍ ଗଲା କୋର୍ଟ ମ୍ୟାରେଜ କଲା କଣ ହେଲା କିଏ ସେ ଝିଅ କଣ ଥରେ ଦିଥର ଥରେ ଦେଖିଛି ଚଣ୍ଡିଗଡ଼ ତାଙ୍କ ମମି ଆଉ ଥରେ ହଁ ଦେଖିଛି ତାପରେ ଜାଣିଲି ସବୁ ଭଲ ପିଲା ଓକେ ଆରେ ଗଙ୍ଗା ହେଲା ଆଉ ଚାଲିଲା ଆଉ ଡିସେମ୍ବର 14 ବାହାଘର। ଯୋଉଦିନ ଜାଣିଦେଲି ସେ କୋର୍ଟ ମ୍ୟାରେଜ କରିଛି ତାପରେ ସେ ମାନିଗଲା ସେଇଦିନଠୁ ଡର ଛାଡିଦେଲା ସେଇଦିନ ଡର ଛାଡିଦେଲି ଆଉ ମୁଁ ଏଠୁ ଜାଣିନି ତାପରେ ଦେଖା ହେଲା ମମି ଆସିଲା ମମି ଅତି କ୍ଲୋଜ ହେଇଗଲା ମମି ସହିତ ମିଶିଲା ତାପରେ ଗୋଟେ ଚାଲିଲା ପଟନ ପଟନ ଖିଆ ହେଲା ବହେ ଗଙ୍ଗା ଚାଲିଲା ମଟନ ଖାଇ କୋଲେଷ୍ଟ୍ରୋଲ ବଢେଇଦେଲେ ଦୁନିଆ ଦୁନିଆ କାହାଣୀ ଅଛି ଦୁନିଆ କାହାଣୀ ଅଛି ଆମ ରୁମ ପୁରା ଗୋଟେ ଅଲଗା ପ୍ରକାର ହଁ ସେ ରୁମ ପୁରା ଗୋଟେ ଦିନେ କୀର୍ତ୍ତି ସାହି ମୁଁ ଆଉ ଭାଇ ଏମିତି ମରାମରି ହେଲୁ ମାନେ ଲାଗିଲୁ ଜଣଙ୍କ ଲାଟିନ କବାଟ ହୁଗୁଳି ପଳେଇଲା ପୁରା କବାଟ ପଳେଇଲା। ଆଉ ଥରେ ଗୋଟେ ଗାମୁଛା ଏମିତି ପଠେଇଦେଲେ ଗାମୁଛା ମୋ ମୁଣ୍ଡ ଭିତରେ କହିଲା ମୋ ବ୍ରତ ଘର ଗାମୁଛା ତମେ ଛିରି ଦେଲ ମୋ ବେଳ ଖରାପ ପଡିଛି ମୁଁ କଣ ଆମେ କରିବି ସେତେବେଳକୁ କୀର୍ତ୍ତି ସାହିକି ପୁରା ଏମିତି ଲାଗୁତା ଗଞ୍ଜି ଦେଇଥିବୁ ଆମର ଖରା ଅଛି ନା କୁତୁରି ହଳଦୀ କୁତୁରି ମୋର ଅକା ପଡିଛି ଗାମୁଛା ସେପଟେ ସିଏ ଧରିଛି ଏପଟେ ମୁଁ ମୁଁ ଧରିଛି ବେକଟା ବସିଗଲା ମଝିରେ ବେକ। ଆଉ ଗୋଟେ ଲାଟିନ ଘର ଭିତରେ ବସିଗଲା ତା ବାଟିରେ ବାଟିରେ କବାଟକୁ ଏମିତି ପେଲି ଦେଲା କିଛି ସେ ପୁରା ତା ଲାଟିନ କବାଟ ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ତାରା ତାରିଣୀ ଆମର ଅଧରାତ୍ର ସାଥୀ ଫାଇନାଲ ହଉଥାଏ ଫାଇନାଲ ତା ପୂର୍ବ ଚିକିଟି ନା ଚିକିଟିର ଫାଇନାଲ ହଉଥାଏ ତମର ପଡିଥିଲା ବାଳକୁମାରୀ ବାଳକୁମାର ପଡିଥାଏ ତା ପୂର୍ବ ଦିନ ହଉଛି ତୋ ପ୍ରେମ ସବୁଠୁ ନିଆରା ୟା ୟା ସେକେଣ୍ଡ ଥର ଯୋଉ ବଞ୍ଚି ଯାଇ ୟା କହିକି ମୋର ଯେତେବେଳେ ରକା ପ୍ରବଳ ପଛେ ମୋତେ ଭାଇ କହିକି ଷ୍ଟେଜର ପୁରା ପଡି ମୁଁ ପଛପଟେ ବଇଛି ମୁଁ ମୋର ରେଡି ହଉଛି ବୋଲେ ଆର ତ ଡାଇଲଗ ଭିତରେ ଭାଇ ନଥିଲା କଣ ଭାଇ ଡାକିଲା ମୁଁ ଉଠିକି ଦେଖିଲା ବେଳକୁ ଇଏ ପଡିଛି ହାତ ଟେକିଛି ଦୁଟି ସବୁ ସଇଲା ତାକୁ ମେଡିକାଲ ନେଇଗଲୁ ମେଡିକାଲ ନେଇ ସକାଳୁ କୋଉଠି ମେଡିକାଲ ଖୋଲା ନାହିଁ ମାନେ ରାତି ଯାକ ଯେମିତି ଯେମିତି ପାଠ ସରିଗଲା ସବୁଠୁ ଇଣ୍ଟରେଷ୍ଟିଂ ମୋ ସ୍କର୍ପିଓ ଗାଡି ସେ ମଝି ସିଟ ରେ ଶୋଇବ ଏଡେ ବଡ ମଣିଷ ମଝି ସିଟ ରେ ଜାଗା କୋଉଠୁ ହଉଛି ମାନେ ଡାକ୍ତର ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲୁ ସକାଳ 6ଟାରୁ ମେଡିକାଲ ଦୁଆର ପାଇଁ ବସିଲୁ 11ଟା ନା 12ଟା ହେଲା। ତାପରେ ଅଚାନକ କହିଲା ମୋ ବେକ ରଖା ଫିଟିଗଲା ଡାକ୍ତର ଆସିନଥିଲେ ସେ ମେଡିକାଲ ଗଭର୍ଣ୍ଣମେଣ୍ଟ ମେଡିକାଲ ଗୋଟେ ଏମିତି ଆମର ଟିକେ ସେ ଜମା ଧୈର୍ଯ୍ୟ ନାହିଁ ମାନେ ଧୈର୍ଯ୍ୟଟି ନାହିଁ ଅଧୈର୍ଯ୍ୟ ପିଲା ଜ୍ୱର ଟିକେ ହେଇଛି ନା ବୋଲ ମରିଯିବ ସରିଗଲା ତା ପାଠ କୁଲର ତିଆରି ତ ଲାଷ୍ଟ କୋଳ ପଛପଛି ଛୁଆଟି ମୁଁ ସେ ବେଶୀ ଆହୁରି ଗେଲା କରିଦେଲା ମମି ସିଏ ମାଛି ବସେଇ ଦେଲାନି ସେଇଥିପାଇଁ ବେଶୀ ଗଲାନି ଶୁଣ୍ଠୁବତୀ ବା ଖାଇଦବ ବୋଧେ ମୁଁ ତ ଠିକ କରୁଛି ଚାଲିଛି ଆଉ ଆମର ମମି ଆଇ ମିସ୍ ୟୁ ଏକୁଟିରେ ତମେ ନା ପାଗାର 3 ଦିନ ଦେଖା ହବ ମୀନା ଦେବୀ ପାଗାର ତାନାର ଗୀତଟା ହବା କଥା ହେଇପାରିଲାନି ହେଇପାରୁନି ନା ହବ ପାଗାର ଆସିବ 3 ଦିନିଆ କହିସାରିଲେଣି 3 ଦିନିଆ ଆସିବ ନାଟକ ଦେଖିତେ ଏଇଆ କଥା ଆଉ